तदेव मे दर्शय देवरूपं प्रसिद्धते विश्वनिवास किरीटिनं चक्रहस्तमिच्छामि तेनैव रूपेण चतुर्भुजेन सहस्रबाहो
ଯୋଗମାୟା ମହାମାୟା ଅଗ୍ନି ସ୍ୱରୂପା ମା ଧରିତ୍ରୀ ରୂପିଣୀ ମା ପ୍ରଣାମ କରୁଛି, ଆତ୍ମନିବେଦନ କରୁଛି, ଆତ୍ମସମର୍ପଣ କରୁଛି। ସମସ୍ତଙ୍କର ମଙ୍ଗଳ କାମନା କରୁଛି। ବିଶ୍ୱ, ଦେଶ, ରାଜ୍ୟ ଏ ତିନୋଟି କଥା, ତା ସହିତ ଜୀବନ ଆଉ ପରିବାର, ଏ ସବୁ କଥାର ଶାନ୍ତି ପାଇଁ ମାଙ୍କର ପାଦ ତଳେ ବଳିଆର ଅଶେଷ କୋଟି ପ୍ରଣାମ। ଏଇ ମା ହେଉଛନ୍ତି ମହାଲକ୍ଷ୍ମୀ, ଅର୍ଥାତ୍ କୃଷକ ବା କୃଷି ରୂପିଣୀ। ଏଇ ମା ହେଉଛନ୍ତି ମହାସରସ୍ୱତୀ, ଅର୍ଥାତ୍ ବିଦ୍ୟା ରୂପିଣୀ। ଆମ ଦେଶରେ, ଆମ ବିଶ୍ୱରେ ଯେତେ ବିଦ୍ୟାଳୟ, ମହାବିଦ୍ୟାଳୟ, ୟୁନିଭର୍ସିଟି ରହିଛି, ମେଡ଼ିକାଲ ହଉ, ଇଞ୍ଜିନିୟରିଂ ହଉ, ଯେଉଁଟା ଯାହା ଅଛି, ସବୁ ହେଉଛନ୍ତି ମହାସରସ୍ୱତୀଙ୍କର ମନ୍ଦିର। ଯେତେ କୃଷିକ୍ଷେତ୍ର ରହିଛି, ସେ ହେଉଛନ୍ତି ପ୍ରକୃତରେ ମହାଲକ୍ଷ୍ମୀଙ୍କର ମନ୍ଦିର। ମହାଲକ୍ଷ୍ମୀ ଗୋଟିଏ ମୂର୍ତ୍ତି ନୁହନ୍ତି, କିମ୍ବା ମହାସରସ୍ୱତୀ ଗୋଟିଏ ମୂର୍ତ୍ତି ନୁହନ୍ତି। ଆମେ ତାଙ୍କୁ ମୂର୍ତ୍ତି ତିଆରି କରିଛୁ। ମହାକାଳୀ, ମହାକାଳୀ ହେଉଛନ୍ତି, ସେ ହେଉଛନ୍ତି କାଳ ମୁଖରୁ ଯିଏ ଆମକୁ ରକ୍ଷା କରୁଛନ୍ତି। ଏ ପୃଥିବୀର, ଏ ଦେଶର, ଏ ରାଜ୍ୟର, ଆମ ଅଞ୍ଚଳର ଯେଉଁ ଚିକିତ୍ସାଳୟ ମାନେ ରହିଛନ୍ତି, ଚିକିତ୍ସକ ମାନେ ରହିଛନ୍ତି, ସମସ୍ତ ଚିକିତ୍ସାଳୟ ହିଁ ମହାକାଳୀଙ୍କର ମନ୍ଦିର। ଏମାନେ କାଳମୁଖରୁ ଆମକୁ ରକ୍ଷା କରୁଛନ୍ତି। ନିକଟରେ ଗୋଟେ କରୋନା ଆସିଲା, ଆପଣ ଏମିତି କେତେ କଥା ବି ଆସିଛି, ବସନ୍ତ, କଲେରା, ମ୍ୟାଲେରିଆ, ଅନେକ କଥା ଆସିଛି ଏବଂ ସେ ଯାଇଛି। ସେଇ ହେଉଛନ୍ତି ମହାକାଳୀଙ୍କର ପ୍ରତୀକ। ମହାଦୁର୍ଗାଙ୍କର ପ୍ରତୀକ କହିଲେ ଯେଉଁମାନେ ଦେଶକୁ, ବିଶ୍ୱକୁ ଜଗି ରହିଛନ୍ତି, ଜାଗ୍ରତ ପ୍ରହରୀ ଭାବରେ କାମ କରୁଛନ୍ତି, ବରଫାବୃତ ଅଞ୍ଚଳରେ ଠିଆ ହୋଇଛନ୍ତି, ସୀମାନ୍ତରେ ନିଜ ଜୀବନକୁ ବାଜି ଦେଇ ସେମାନେ ଦେଶକୁ ରକ୍ଷା କରୁଛନ୍ତି। ସେହି ସୀମାନ୍ତ ଅଞ୍ଚଳ ହିଁ ମହାଦୁର୍ଗାଙ୍କର ମନ୍ଦିର। ଗୀତାରେ କୁହାଯାଇଛି, ଜ୍ଞାନକୁ କୁହାଯାଇଛି, ଯେମିତି ଏଠି ଆପଣମାନେ ଗୋଟେ ନିଆଁ ହୁଳାକୁ ବା ଯେଉଁଠି ନିଆଁ ହୁଳାଟିଏ ପ୍ରକାଶ ହେବ, ସେହି ସ୍ଥାନଟିକୁ ଆପଣ ହିଙ୍ଗୁଳାଙ୍କ ରୂପରେ ପୂଜା କରିବେ। ଇଏ ହେଉଛି ଗୋଟିଏ ପାରମ୍ପରିକ କଥା, ଆଉ ବାସ୍ତବରେ ବି ହେଉଛି ବୋଲି ମୁଁ ଶୁଣୁଛି, ମୁଁ କେବେ ଦେଖିନି। ତେବେ ଗୀତାରେ ଯେଉଁ ହିଙ୍ଗୁଳାଙ୍କର କଥା କୁହାଯାଇଛି, ସିଏ ହେଉଛି ଜ୍ଞାନ ରୂପକ ଅଗ୍ନି। ଜ୍ଞାନ ଉଦୟ ହେଲେ ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ କୁରୁତେ। ଆମ ଭିତରେ ଯେତେ ଅଶିକ୍ଷିତ, ଅସଭ୍ୟ, ଅନାର୍ଯ୍ୟ କଥା ସବୁ ରହିଛି, ଯାହା କରିବା କଥା ନୁହେଁ ଆମେ ତାହା କରୁଛୁ,
ଯାହା କହିବା କଥା ନୁହେଁ ଆମେ ତାହା କହୁଛୁ। ବିଶ୍ୱରେ ଆଜି ଆମେ ଶିକ୍ଷକ, ଶିକ୍ଷାନୁଷ୍ଠାନ, ଶିକ୍ଷାର କିଛି ଅଭାବ ନାହିଁ। ଯୁଆଡ଼କୁ ଗଲେ ବି ଆଗେ ଆମେ କିଛି ମୂର୍ଖଙ୍କୁ ଦେଖୁଥିଲୁ, ଏବେ ମୂର୍ଖଙ୍କୁ ଆଉ ଦେଖୁନୁ। ଏ କାଁ ଭାଁ କେଉଁଠି ପୁରୁଣା କାଳିଆ ମୂର୍ଖ ଲୋକ ଟିକେ ଅଛନ୍ତି, କିନ୍ତୁ ସେ ସରଳ। ସେ ମୂର୍ଖ ହେଲେ ବି ସରଳ। କିନ୍ତୁ ଆମେ ଯିଏ ନିଜକୁ ଶିକ୍ଷାବିତ୍ ମାନେ ଭଦ୍ର ବୋଲି ଭାବୁଛୁ, କିନ୍ତୁ ଦେଖାଯାଉଛି ଅନେକ ସ୍ଥାନରେ ଆମରି ଭିତରେ ହିଁ ଲୁଚି ରହିଛି ଅନେକ କୁସଂସ୍କାର। ଏହି ଅଞ୍ଚଳକୁ ବହୁ ବର୍ଷ ପୂର୍ବେ ଆସିଥିଲି। ସେତେବେଳେ ଇଏ ସମ୍ପର୍କ କିଛି ନଥିଲା। FCI ଆସିଥିଲେ, ଜଗନ୍ନାଥ ମନ୍ଦିର, ବହୁତ ଦିନ ତଳ। ତେବେ ସେତେବେଳେ ନିକଟସ୍ଥ କିଛି ଗାଁ ଗଣ୍ଡାକୁ ଗୋଟେ ଛୋଟ ଛୋଟ ପ୍ରୋଗ୍ରାମ କରି ସେମାନେ ଡାକୁଥିଲେ, ବଳିଆ ବି ଯାଇଛି। ସେତେବେଳେ ମୁଁ ଦେଖିଛି ସେମାନେ ପାଠ ପଢ଼ି ନଥିଲେ। ପାଠ ପଢ଼ିଥିଲା ବୋଲି କାହିଁ ଜଣାପଡ଼ୁନଥିଲା, କିନ୍ତୁ ଗୋଟେ ଗୋଟେ ସଭା କଲେ ଅନ୍ତତଃ 500-300 ଲୋକ ବସନ୍ତି। ମାନେ ଏତେ କମ୍ ଲୋକ ବି ନୁହଁ, 500-300 ଲୋକ ବସନ୍ତି। ଭାଗବତର ଗୋଟେ ଗୋଟେ ପଦ ମୋତେ ପଚାରି ଦିଅନ୍ତି। ମୁଁ ବି ସେଥିରେ ମାନେ ଟିକେ ଚିନ୍ତା କରିବାକୁ ହୁଏ, କ'ଣ ଏହାର ଉତ୍ତର ଦେବି। ସେମାନେ ପାଠ ପଢ଼ି ନଥିଲେ, କିନ୍ତୁ ତାଙ୍କ ମସ୍ତିଷ୍କ ଅତ୍ୟନ୍ତ ଉନ୍ନତ ଥିଲା। ଜଣେ ବ୍ୟକ୍ତି ମୋର ମନେ ଅଛି, ମୁଁ ଆମ ପଞ୍ଚସଖା ଯୁଗର ଯଶୋବନ୍ତ ଦାସଙ୍କର ଗୋଟିଏ ଭଜନ ମୁଁ ବ୍ୟାଖ୍ୟା କରୁଥିଲି। ସେ ଭଜନରେ ଲେଖା ଥିଲା ଯେ ନବ ମାସରେ ଶେଷ କଲା ହୋଇ ହରସ, ଏମିତି ଗୋଟେ ପଦ ଅଛି। ଗୋଟେ ସନ୍ତାନ 9 ମାସରେ ସେ ଶେଷ ହେଇ 10 ମାସରେ ଜନ୍ମ ହେଉଛି। ସଭାଟି ସରିଲା ପରେ ଜଣେ ବୟସ୍କ ବ୍ୟକ୍ତି ମୋତେ ପଚାରିଲେ ଯେ ମୋର ଗୋଟେ ନାତି ହେଇଛି 7 ମାସରେ, ଆଉ ଆମେ ତ ଦେଖୁଛୁ 7 ମାସ 8 ମାସରେ ପିଲା ଜନ୍ମ ହେଉଛନ୍ତି। ତେବେ ଆପଣ ଆମକୁ ବୁଝଉଛନ୍ତି ନବମ, ମାନେ ସେ ପଦ ଗୁଡ଼ିକ ବହୁତ ସୁନ୍ଦର ପଦ। ପ୍ରଥମ ମାସେ ତୁଜେ ହେଲୁ ଧବଳ ବର୍ଣ୍ଣ, ଦ୍ୱିତୀୟ ମାସେ ତୁ ଜଳେ ଯେସନେ ମୀନ, ତୃତୀୟ ମାସେ ତୋର ଶୂନ୍ୟ ମେଳିଲା ଡାଳ, ଚତୁର୍ଥେ ଅସ୍ଥି ଖଞ୍ଜା ତୋରି, ପଞ୍ଚମେ ନାଭି କମଳ କଲା ଭ୍ୟାଣ, ଷଷ୍ଠରେ ବାସ୍ତରୀ ନାଡ଼ି ଖଞ୍ଜିଲା ଜାଣ, ସପ୍ତମେ କ'ଣ ଏମିତି ସବୁ ଖଞ୍ଜିଲା। ତାପରେ 9 ମାସରେ ଶେଷ କଲା ହୋଇ ହରସ। ସେ କଥାକୁ ସେ ଏମିତି ମାର୍ଗରେ ଏମିତି ଭାବରେ ପଚାରିଲେ, ସେ ତ ବିଜ୍ଞାନ ପଢ଼ିନାହାନ୍ତି କି ପଢ଼ି ନଥିବେ। ବର୍ତ୍ତମାନ ଯେମିତି ଆଜି ବିଜ୍ଞାନ ଉନ୍ନତି କରିଛି, ଉନ୍ନତ ହେଇଛି, ସେତେବେଳେ ତ ସେମିତି ବିଜ୍ଞାନ ଉନ୍ନତ ହେଇନଥିଲା। କିନ୍ତୁ ଜଣେ ପାଠ ନ ପଢ଼ିଥିବା ଲୋକର ଗୋଟେ ଏତେ ବଡ଼ ପ୍ରଶ୍ନ, ମୁଁ ଆଜି ସତ ବି କହୁଛି, ଆଜି ସେଇଟା ଏଇ ମା ହେଙ୍ଗୁଣାଙ୍କ ପୀଠ, ସିଏ ଏମିତି ଭାବରେ ସେ ପଚାରିଲା, ମୁଁ ତାର ଉତ୍ତର ଦେଇପାରିଲି। ମୁଁ କହିଲି ଆଚ୍ଛା ମୁଁ ଆପଣଙ୍କୁ ପରେ କହିବି, ଏମିତି ଗୋଟେ କଥା କହିକି ଭୁଲେଇକି ଆସିଲା। ସେ କଥା ମୋର ମନେ ଅଛି। ସେ ଗାଁଟି ନାଁ ହେଉଛି ଗୋବରା। ତେଣୁ ସେତେବେଳେ ତ ପାଠ ନ ପଢ଼ିଥିବା ଲୋକଙ୍କର ମସ୍ତିଷ୍କର ଏତେ ଉନ୍ନତ ମସ୍ତିଷ୍କ ଗୁଡ଼ାକ ଥିଲା। ତାଙ୍କ ପୋଷାକ ପରିଚ୍ଛଦ ଦେଖିଲେ ମନେ ହେଉନଥିଲା ଏମାନେ ଗୋଟେ ଧନୀ ଘର କି କ'ଣ। ତେବେ ଆଜି ଆମେ ଯେ ନିଜକୁ ଗର୍ବ କରୁଛୁ, ପାଠ ପଢ଼ିଛୁ, ଏ କରିଛୁ,
ବହୁ ଅର୍ଥ ଉପାର୍ଜନ କରୁଛୁ, କିନ୍ତୁ ଆଜି ଆମେ ଆମକୁ ପଚାରିବା ଯେ ପ୍ରକୃତରେ ଆମେ ଉନ୍ନତ ହେଇଛୁ କି ନା। ଯେଉଁ ସମାଜରେ ଗୁଟୁକା ଖାଇବେ, ମଦ ପିଇବେ, ଯେଉଁ ସମାଜରେ ଗୁଟୁକା ସିଗାରେଟ ଖାଇବେ, ଏମିତି ଗଞ୍ଜେଇ ଖାଇବେ, ଏଇସବୁ ଜିନିଷ ଯେଉଁ ସମାଜରେ ପାଠ ପଢ଼ିଥିବା ଲୋକ ଏବଂ ସଚେତନ ଲୋକ, ଯେଉଁମାନେ ସଚେତନ, ସେଇମାନେ ଆଜି ଇଏ ଭୁଲ ସବୁ କରୁଛନ୍ତି। ତେଣୁ ଆମେ ନିଜକୁ ଯେ ଭାବୁଛୁ ଯେ ଆମ ସମାଜର ଏଠି ଗୋଟେ ପୋଲ ଥିଲା, ପୋଲଟା ନୂଆ ପୋଲ ହେଇଗଲା, ବା ରାସ୍ତାଟା ଖରାପ ଥିଲା, ବହୁତ ଭଲ ରାସ୍ତା ହେଇଗଲା। ରାସ୍ତା ସିନା ଭଲ ହେଇଗଲା, କିନ୍ତୁ ଯେଉଁ ପିଲାମାନଙ୍କ ପାଇଁ ରାସ୍ତା ହେଲା ତାଙ୍କ ଜୀବନ ରାସ୍ତା ବିପନ୍ନ ହେଇଗଲା। ଯେଉଁଠି ଗୋଟେ ଆକ୍ସିଡେଣ୍ଟ ହେଲା ସେଠି ଗୋଟେ ହମ୍ସ ହେଲା, ପୁଣି ସେ ହମ୍ସ ମଧ୍ୟ ଆହୁରି ଆକ୍ସିଡେଣ୍ଟ ସୃଷ୍ଟି କଲେ। ତେଣୁ ମୋଟାମୋଟି ଭାବରେ ଆମ ଜୀବନ ପାଇଁ ସେଇ ଯେଉଁ କଥାଟି ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା, ମୋ ହୃଦୟ ଜ୍ଞାନ ଦୀପ ଜାଳି ଅଜ୍ଞାନ ଖଣ୍ଡ ବନମାଳି। ସେଇ ଯେଉଁ ଜ୍ଞାନ, ପ୍ରକୃତ ଜ୍ଞାନ, ଆମର ଶାସ୍ତ୍ରୀୟ କଥାକୁ ଟିକେ ସମ୍ମାନ ବି ଦେବା। ଶାସ୍ତ୍ରୀୟ କଥାରେ ଲେଖା ହେଲା, ସେଇ ଭାଗବତରେ ବି ଲେଖା ହେଇଛି, ଯହୁଁ ମାନବ ସୃଷ୍ଟି କଲା ତହୁଁ ବିଶ୍ରାମ ସର୍ବଳିଲା। ଯେମିତି ଆପଣମାନେ ଗୋଟେ ପୁଅ ଝିଅ ବାହାଘର କରୁଛନ୍ତି, ଆପଣଙ୍କର ଗୋଟେ ଅନ୍ତରଙ୍ଗ ବନ୍ଧୁ ଯଦି କେହି ଆସି ପହଞ୍ଚିଲେ, ଆପଣ ତାଙ୍କୁ ଦାୟିତ୍ୱ ଅର୍ପଣ କରି, ଭାଇ ମୁଁ 2-3 ଦିନ ହେଲା ଶୋଇନି, ମୁଁ ଯାଉ ଟିକେ ଶୋଇବି, ତୁ ଟିକେ କଥା ବୁଝିଦେ। ଠିକ୍ ସେହିପରି ଇଏ ପୃଥିବୀରେ ପ୍ରଥମେ କ'ଣ ଥିଲା, ଆମକୁ ଯେଉଁମାନେ ପଢ଼ଉଛନ୍ତି ମୁଁ ସେଇମାନଙ୍କୁ ପଚାରୁଛି, ପ୍ରଥମେ କ'ଣ ଥିଲା? ଏତେ ମନ୍ଦିର ଥିଲା କି? ଆମେ ମନ୍ଦିରରେ ଭଗବାନଙ୍କୁ ପୂଜା କରୁଥିଲୁ କି? କେଉଁ ଶାସ୍ତ୍ର ଥିଲା? କେଉଁ ଶାସ୍ତ୍ରକୁ ଆମେ ଅଧ୍ୟୟନ କରିଥିଲୁ? ଆମେ କହିବୁ ଆମେ ହିନ୍ଦୁ, ବେଦ ପ୍ରଥମେ ସୃଷ୍ଟି ହେଲା। ବେଦ ପୂର୍ବରୁ ସୃଷ୍ଟି ନଥିଲା, ପୁଣି ପ୍ରାକ୍ ବୈଦିକ ଯୁଗ ବି ଥିଲା। ତେବେ ସୃଷ୍ଟି ହେଲେ ପ୍ରଥମେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଠାରୁ ସୃଷ୍ଟି ହେଲେ ପୃଥିବୀ, ପୃଥିବୀରେ ସୃଷ୍ଟି ହେଲା 5ଟି 6ଟି କଥା ସୃଷ୍ଟି ହେଲା। ଅନେକ କଥା ସୃଷ୍ଟି ହେଲା, କିନ୍ତୁ 5-6ଟି ମୁଖ୍ୟ। ସୂର୍ଯ୍ୟଙ୍କ ଠାରୁ ଚନ୍ଦ୍ରମା, ପବନ, ଅଗ୍ନି, ବାୟୁ, ଜଳ, ମାଟି। ଆଚ୍ଛା, ଏସବୁ ସୃଷ୍ଟି ବେଳେ କେଉଁ ଧର୍ମଟିଏ ପୃଥିବୀରେ ଥିଲା? ଆଜି ସେଇ କଥାଟା ଆମେ ନିଜକୁ ପଚାରିବା, ସେତେବେଳେ କେଉଁ ଧର୍ମ ଥିଲା? ଆମେ କହିପାରିବା, ଚିନ୍ତା କରିବା, ଆମେ ପାଠ ପଢ଼ିଛୁ, ନିଶ୍ଚୟ କହିବା ପ୍ରକୃତି ଧର୍ମ ଥିଲା। ପ୍ରାକୃତିକ ପରିବେଶରେ ଆମ ଜୀବନ ଗଠନ ହେଇଥିଲା। ଆମେ ଟ୍ୟୁବୱେଲ୍ ଖୋଳି ଜାଣିନଥିଲୁ କି ୱାଟର ସପ୍ଲାଏ କ'ଣ ଜାଣିନଥିଲୁ, କିନ୍ତୁ ଝରଣା ଦେଖିଥିଲୁ, ଝରଣାରୁ ପାଣି ପିଇଥିଲୁ। ଆମର ମେଡ଼ିସିନ ଷ୍ଟୋର ନଥିଲା କି ଡାକ୍ତରଖାନା ନଥିଲା। ବୃକ୍ଷ ତରୁ ତୃଣ ଲତାର ଔଷଧରେ ଆମେ ବଞ୍ଚିଥିଲୁ। ଆମ ପିଲାବେଳ ପର୍ଯ୍ୟନ୍ତ ବି ସେଗୁଡ଼ାକ ଚାଲିଥିଲା। ତେବେ ଯେଉଁମାନେ ଆଜି ଧର୍ମକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି,
ସେମାନଙ୍କୁ ପଚରାଯିବ ତମେ ସୂର୍ଯ୍ୟଙ୍କୁ, ଚନ୍ଦ୍ରମାଙ୍କୁ, ପବନକୁ, ଅଗ୍ନିକୁ, ସମୁଦ୍ରକୁ, ମାଟିକୁ ଛାଡ଼ି ତମେ ଧର୍ମ ରକ୍ଷା କରିପାରିବ? ସେମାନେ ହଁ କୁହନ୍ତୁ ବା ନା କୁହନ୍ତୁ, ଆମ ମତରେ ସେ ଜମା କିଛି କରିବେ। ତେଣୁ ସେଥିପାଇଁ କୁହାଗଲା ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାହାରି। ଗୀତାରେ ଗୋଟିଏ ଶ୍ଲୋକର ଦୁଇଟି ଶବ୍ଦ ସେ କହିଲେ, ସେ ଦୁଇଟି ଯାକ ଶବ୍ଦ ବୋଧେ ପୃଥିବୀ ପାଇଁ ଆବଶ୍ୟକ। ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ, ସେଟା ଆଉ କ'ଣ କହିପାରିଥାନ୍ତେ? ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର, ଇଏ ସମଗ୍ର ଜଗତକୁ କୁହାଯାଏ। ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର। କୁରୁକ୍ଷେତ୍ର ମାନେ ଯୋଉଠି କର୍ମ ହଉଛି। ପୃଥିବୀ ହଉଛି ଗୋଟିଏ କ୍ଷେତ୍ର ଯୋଉଠି କର୍ମ ହିଁ, କର୍ମକୁ ପ୍ରାଧାନ୍ୟ ଦିଆଯାଇଛି, ପୂଜାକୁ ନୁହେଁ, କର୍ମକୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଇଏ ପୃଥିବୀ ହେଉଛି ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର। ସମବେତ ଉତ୍ସବ କହିଲେ ଗୋଟିଏ ପରିବାରରେ ବାପାଟିଏ ଅଛି, ମାଟିଏ ଅଛି, ପୁଅଟିଏ ଅଛି, ଝିଅଟିଏ, କିଏ କୋଉ ପୋଷ୍ଟରେ ଅଛନ୍ତି, କିଏ ସିନିୟର, କିଏ ଜୁନିୟର, କିନ୍ତୁ କିଏ ତାହା ଭିତରୁ ଠିକ୍ କିଏ ଭୁଲ, ତା କହିବାଟା ଭୁଲ, ମାନେ ଭୁଲ ହବ। ସମସ୍ତେ ସମସ୍ତଙ୍କ ପାଖରେ ଶ୍ରେଷ୍ଠ। ପୁଅ ପାଖରେ ବାପା ଯେମିତି ଶ୍ରେଷ୍ଠ, ବାପା ପାଖରେ ପୁଅ ମଧ୍ୟ ସେମିତି ଶ୍ରେଷ୍ଠ। ସମବେତ ଉତ୍ସବ ହେଉଛି ଆମ ଜୀବନ। ଆପଣ ଏ ଜୀବନଟାକୁ ଟିକେ ଆମରି ଜୀବନଟାକୁ ଆମେ ନିଜେ ଭାବିଲେ ବେଶୀ ଅଧଘଣ୍ଟା ଖଣ୍ଡେ ଭାବନ୍ତୁ। ଇଏ ଜୀବନଟି କ'ଣ? ଇଏ ତ ଗୋଟେ ବିରାଟ ମନ୍ଦିର। ଆମେ କହୁଛୁ ଅନନ୍ତ, ସେ ଅନନ୍ତ କୋଉଠି ଅଛି ଆମକୁ କିଏ ଦେଖାଇ ଦେଇପାରିବ? କିନ୍ତୁ ଆମ ଭିତରେ ଯେଉଁ କ୍ରୋମୋଜୋମ୍ ବୋଲି ଗୋଟେ ରହିଛି ସର୍ପାକୃତି, ତାକୁ ଯଦି ଯୋଡ଼ି ଦିଆଯାଏ ସେ ସୂର୍ଯ୍ୟମଣ୍ଡଳ ଠାରୁ ଆହୁରି ଅଧିକ ହେଇଯିବ। ତାହେଲେ ଅନନ୍ତ କୋଉଠି? ଜୀବନ ଭିତରେ, ଯାହାକୁ DNA ବୋଲି କହୁଛୁ। ତାପରେ ଏଇଠି ରହିଛନ୍ତି ସୂର୍ଯ୍ୟ। ଆଖି ଯଦି ନାହିଁ ସୂର୍ଯ୍ୟକୁ ଦେଖିପାରିବା କି? କାନ ଯଦି ନାହିଁ ଶବ୍ଦ ଶୁଣିପାରିବା? ମାନେ କାନ ଅଛି, ଆମକୁ ଶୁଭୁନି। ଏଇ ପାଟି ଅଛି, ଏ ପାଟି ଯଦି ନଥାନ୍ତା ଆମେ ଖାଇପାରନ୍ତେ? ଆମେ ଦେବତାର ମନ୍ଦିରରେ ବହୁତ ଭୋଗ ଲଗଉଛୁ। ଗୋଟିଏ ଭୋଗ ଠାକୁର ଖାଇଛନ୍ତି କୋଉନ କିଏ ପ୍ରମାଣ କରିଦେଇପାରିବେ? ଖାଲି ଗୋଟିଏ ଗପ, ଆମେ ସେ ଦାସିଆ ବାଉରୀ ହାତରୁ ନଡ଼ିଆ ନେଲେ, ତମେ କ'ଣ ଦେଖିଥିଲ? ଯଦି ବି ସେ ନେଲେ ତମ ହାତରୁ କେଇଥର ନେଇଛନ୍ତି? ଏଇଭଳି ଭାବରେ ଆଜି ଆପଣ ଦେଖିବେ ଆମ ଧର୍ମର ନାମଟି ହେଉଛି ଗୋଟେ ପବିତ୍ର ନାମ, ସନାତନ ଧର୍ମ। ଆମେ ସେଇ ଧର୍ମ ଭିତରେ ଜନ୍ମ ହେଇଯିବୁ, ସେ କଥାଟା କହିବୁ। କହିଲେ ସଂଯମ, ସତ୍ୟ, ସମନ୍ୱୟ, ସମୟାନୁବର୍ତ୍ତିତା, ଇଏ ସବୁ ହେଉଛି ସତସଙ୍ଗ, ସତକର୍ମ, ସତଚିନ୍ତନ। ନା କହିଲେ ଆପଣମାନେ ଭାବୁଥିବେ, ନା କହିଲେ କିଏ କ'ଣ ଭାବନ୍ତି ମୁଁ କହିପାରିବିନି। ମୁଁ ଭାବେ ନା କ'ଣ, ये सीताराम, राधे श्याम, अमुक तमुक, ये सब भगवानଙ୍କର नाम। ଏଥିରେ ଆମର କିଛି ଆଲୋଚନା କରିବାର ନାହିଁ। ଏଟା ସ୍ୱତନ୍ତ୍ର ଆଲୋଚିତ, ଆମେ କାହିଁ ଆଲୋଚନା କରିବା? କିନ୍ତୁ ଇଏ ପୃଥିବୀରେ ଯେତେ ନାମ ଆପଣ ଦେଖୁଛନ୍ତି, ଇଏ ପର୍ବତ, ଇଏ ପାହାଡ଼, ଇଏ ନଦୀ, ଇଏ ଝରଣା, ଇଏ ଜଙ୍ଗଲ, ଇଏ ଅମୁକ ଗଛ,
এইଟା ଆମ୍ବ ଗଛ, ସେଇଟା ନଡ଼ିଆ ଗଛ, ସେଇଟା ପଣସ ଗଛ ଠାରୁ ଆରମ୍ଭ କରି ଇଏ କୁକୁର, ସେ ବିଲେଇ, ସେ ମେଣ୍ଢା, ସେ ଛେଳି, ଇଏ ନାମକୁ କିଏ ସୃଷ୍ଟି କରିଥିଲା? ସେଇ ଅଦୃଶ୍ୟ ଶକ୍ତି, ସର୍ବଶକ୍ତିମାନ କିଏ ସୃଷ୍ଟି କରିଥିଲା ତାକୁ ଆମେ ଦେଖିନୁ, କିନ୍ତୁ ସେ ଅଛନ୍ତି ବୋଲି ଏସବୁ ସୃଷ୍ଟି ହେଇଥିଲା। ସେଇ ଗୋଟାକ ହେଉଛି ନା। ମୁଁ ବାପାଙ୍କୁ ବାପା ଡାକିବି ଗୋଟେ ନା, ବୋଉକୁ ବୋଉ ଡାକିବି ଗୋଟେ ନା। ଏଇଭଳି ଭାବରେ ତ କହିଲେ ତମସମାଂ ଜ୍ୟୋତିର୍ଗମୟ। ତ କହିଲେ ଗୀତା କହୁଛନ୍ତି ତତ୍। ତତ୍ କ'ଣ? ଗୀତା କହିଲେ ମୁଁ ତୁମ ନିକଟରେ ସବୁବେଳେ ଅଛି। ଏଇ ହେଉଛି ତତ୍। ତମେ ଭାବୁଛ ମୁଁ ତମ ପାଖରେ ନାହିଁ, ସେଥିପାଇଁ ଭୁଲ, ସବୁଯାକ ଭୁଲ କରି ଚାଲିଛ, ମିଛ କହି ଚାଲିଛ, ସବୁଟା ଭୁଲ କରୁଛ। କିନ୍ତୁ ତତ୍ କହିଲେ ମୁଁ ତୁମ ଭିତରେ ଅଛି, ତେଣୁ ମୋ ନାଁ ହେଉଛି ଅନ୍ତର୍ଯ୍ୟାମୀ। ମୋର ତିନୋଟି ହେଉଛି ନାଁ। ଗୀତାର 17 ଅଧ୍ୟାୟରେ କହିଲେ ମୋର ତିନୋଟି ହେଉଛି ନାଁ, ଚତୁର୍ଥ ନାଁ ନାହିଁ। ଚତୁର୍ଥ ନାଁ ମଣିଷ ସୃଷ୍ଟି କରିଛନ୍ତି। ଓମ୍ ଏକ ନାଁ, ତତ୍ ତୃତୀୟଟି ହେଲା ସତ୍। ଓମ୍ କହିଲେ ଉତ୍ପତ୍ତି, ସ୍ଥିତି, ପ୍ରଳୟ, ଜନ୍ମ, କର୍ମ, ମୃତ୍ୟୁ। ଇଏ ହେଉଛି ଓମ୍। ମୁଁ ଜନ୍ମ ହେଇଛି, କର୍ମ କରୁଛି, ମରିବି ଆଉ। ତତ୍ କହିଲେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତମ ପାଖରେ କିଏ ଥାଆନ୍ତୁ ନଥାନ୍ତୁ, କିନ୍ତୁ ମୁଁ ଅଛି। ମୁଁ ଆତ୍ମା ସ୍ୱରୂପରେ ତମ ଭିତରେ ଅଛି। ସତ୍ କହିଲେ ଇଏ ଜଗତ ପରିବର୍ତ୍ତନ ହେଇଯିବ, ମାନେ କେତେ କଥା ଅପରିବର୍ତ୍ତନ ହବ, କିନ୍ତୁ ଗୋଟିଏ ହେଉଛି ଅପରିବର୍ତ୍ତନ, ସେ ହେଉଛି ମୁଁ ବା ସତ୍। ତାର ପରିବର୍ତ୍ତନ କିଛି ନାହିଁ। ତେଣୁ ହେ ଅର୍ଜୁନ, ଏ ତିନୋଟି କଥାରୁ, ଏ ତିନୋଟି କଥାକୁ ତୁ ଭଲ ଭାବରେ ଟିକେ ଚିନ୍ତା କର। ତୁ ତ ଜନ୍ମ ହେଇଛୁ, ଦିନେ ମରିବୁ କି ନା। ଆଜି କାହିଁକି ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବିନି ବୋଲି ଭାବିକି ଧନୁ ଥୋଇ ଦେଇ ବହିଛୁ? ତେଣୁ ଆମ ଏଇ ହେଉଛି ତତ୍ତ୍ୱ। ଆଚ୍ଛା, ତମସମାଂ ଜ୍ୟୋତିର୍ଗମୟ। ଆଜି ବିଶ୍ୱ ଏଇ ଯୋଗରେ ଅଛି। ତମସମାଂ ଜ୍ୟୋତିର୍ଗମୟ। ତମସମାଂ ଜ୍ୟୋତିର୍ଗମୟ। ଆଜି ଯେଉଁ କମ୍ପ୍ୟୁଟର ସାଇନ୍ସଠୁ ଆରମ୍ଭ କରି ଆଜି ଯେତେ ପ୍ରକାର, ଏଇ ଦେଖନ୍ତୁ ଇଲେକ୍ଟ୍ରିକ୍, ଫ୍ୟାନ୍, ଏସି, କମ୍ପ୍ୟୁଟର, କ'ଣ ମାନେ ଆଜି ଯାହା ଯୁଦ୍ଧ ଜାହାଜ ଠାରୁ ଆରମ୍ଭ କରି ଯାହା ବି ଯେଉଁଠି ହାତ ମାରିବେ, ଏଇ କୋଇଲା ଭିତରୁ ମଧ୍ୟ ଅଗ୍ନି ସୃଷ୍ଟି ହେଉଛନ୍ତି, ଇଲେକ୍ଟ୍ରିକ୍ ପାୱାର ସୃଷ୍ଟି ହେଉଛି। ପେଟ୍ରୋଲ, ଡିଜେଲ, ଯେଉଁଠି ଆପଣ ଯାହାକୁ ଆପଣ ଦେଖିବେ, ସେ ତମସମାଂ ଜ୍ୟୋତିର୍ଗମୟ। ଆମେ ଖାଲି ବ୍ୟାଖ୍ୟା କରିଦେଉଛୁ ତମସା ମାନେ ଅଜ୍ଞାନ, ଅଜ୍ଞାନରୁ ଜ୍ଞାନକୁ ଯିବା। କିନ୍ତୁ ପ୍ରାକ୍ଟିକାଲି ଅଜ୍ଞାନରୁ ଜ୍ଞାନକୁ କ'ଣ ଯିବା? ଜ୍ଞାନରୁ ବରଂ ଅଜ୍ଞାନକୁ ଆସୁଛୁ। କିଏ କାହାକୁ ତଣ୍ଟି ଚିପି ମାଇଲାଣି, କିଏ କାହାକୁ ମାନେ ହତ୍ୟା ମାନେ କଲାଣି, କିଏ ମାନେ ବିଭିନ୍ନ ପ୍ରକାର ବିଭତ୍ସତା ଆଜି ସମାଜରେ ଦେଖାଦେଉଛି, ଯେଉଁଟାକି ତାକୁ ଆମେ ବିଷ ପିଉନୁ, ବିଷ ପିଇଲେ ସାଙ୍ଗେ ସାଙ୍ଗେ ମରିଯିବୁ, କିନ୍ତୁ ଆମେ ସମସ୍ତେ ବର୍ତ୍ତମାନ ଗୋଟାଏ ପ୍ରକାର ବିଷ ପିଇବା ଆରମ୍ଭ କରୁ। ଯେଉଁ ଖାଦ୍ୟ ଖାଇଲେ ବିଷ, ଯାହା ବି ହେଲେ ବିଷ। ତମସମାଂ ଜ୍ୟୋତିର୍ଗମୟ, ଇଏ ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ। ତାପରେ
न कहिले नम्रता सम्मानवाचक शब्द होची न आमे हिंदू आमे नमस्कार करू अन्य देश में हैंडशेक करती केउटी साल्यूट करती कौटी गुड मॉर्निंग एम सब कहती पूज्य पूजा अन्य को पूज्य तुम्हें निजे पूज्य पूजक है अन्य को पूज्य पूजा दियो ये हूँ तेणु आमे होचु सनातन बा सनातनी ये कथा जदि आमे कहबू मत कई टेका आजिकल एपर्यंत पकई ना हाँ थरे पकई कलिकता तेज ये भी टेका पड़ो कहीं आमे आम धर्म कथा भल कर व्याख्या कर कहूँ तेणु आमे आम धर्म कथा को कहूनु समग्र पृथ्वी एमती गोटे शास्त्र अच्छी मु कहूनी मु हिंदू बोली कहूनी वयोवेति निज परम गणनांग लघु चेतसाम उदार चैतनांतु वसुधैव कुटुंबकम एमती गोटे श्लोक बा एमती गोटे धाड़ी को शास्त्र लिखाई जदि लिखाई ताकू 1000 बार आमे साधुवाद जणिया प्रस्तुत धर्म परिवर्तन कर लिखाई काफेर को मार एक कथा भी लिखाई बोले कह किंतु ये सब कथा लिखाई किंतु सनातन धर्मर यही जो पदक कथा माने वसुधैव कुटुंबकम सर्वे भवन्तु सुखिन अच्छा एमती गोटे धाड़ी आउ गोटे शास्त्र बाहर कर काले बसंतु पर्जन्य पृथ्वी शस्यशालिनी पृथ्वी शस्यशालिनी से कही पारे भारत सत्यशालिनी पृथ्वी शस्यशालिनी काले बसंतु पर्जन्य सबुआडे सुवृष्टि हो स्वस्ति प्रजाप्य परिपालयन्त नायेन मार्गेन मही महिषा सबु राजा माने प्रजा माने न्याय मार्ग जान तापर कहले गो ब्राह्मणभ्य शुभं वस्तु यहाँ आपण माने व्याख्या करेंगे गाई माने पदारे बुलुचंती प्लास्टिक चबुचंती किछि हिंदू लोक मु हिंदू परिवार रे बहिछि तेणु मो परिवार भितर मो परिवार कथाटा कहूँ किछि हिंदू लोक भी गोमांस नहींकरी सब होटेल मानकरे दौचंती यह जदि हुए महापुरुष अच्युतंकर से कथाटी मन समस्ते हेबे एकाकार केमिति पृथ्वीटा रहिबो एई देखंतु आमे एई गाड़ी बाट देकी आसे सरकार माने मु कहूची ओडिशा सरकार कथा कहूनी माने भारतर हो पृथ्वीर हो जहा हो अनेक योजना अनेक कथा किंतु प्रदूषण मुक्त कर कहा तुम योजना कर कौ लोक दुकान कर तुम्हें तो जो मानक योजना कर परोक्ष स्लो पॉइजन दे मारिबार व्यवस्था कर आपण मान आगे कहूनी मत यदि केत सुविधा हो जातिसंघ भी कहि आपण मैंने कौन आज गोटे देखो ये हाँ ये धन अच्छी जन अच्छी गुड़ा कौन हम जो मानक आमे करुचे से मानकर सुरक्षा आमे दे पारू कि सेठी आमर विप्लव किछि नहीं आमे दरमा बढ़ाई अनशन करुचु आउ गोटे कौन किंतु जो गुड़ाक निहाती दरकार तापे किछि कर
ତେଣୁ ସଜ୍ଜନ ଆପଣମାନଙ୍କ ଆଗରେ ମାମୁଁ ଘର କଥା କ'ଣ ମା ଆଗରେ କହିବା କଥା, ଆପଣମାନେ ତ ଭୁକ୍ତଭୋଗୀ। ମୁଁ ତ ଜଣେ ବାହାରୁଆ ଲୋକ, ଏମିତି ସବୁ କହିବା କଥା ଗୋଟେ ମୋର ଅଭ୍ୟାସ ଅଛି। ମୁଁ କହେ ମୋ ଶାସ୍ତ୍ର ହେଉଛି ସମାଜ, ମୋ ଶାସ୍ତ୍ର ହେଉଛି ପରିବାର, ମୋ ଶାସ୍ତ୍ର ହେଉଛି ଜୀବନ। ମୁଁ ରାମଙ୍କୁ ଦେଖେ ଜୀବନ ଭିତରେ, ପରିବାର ଭିତରେ, ସମାଜ ଭିତରେ। ମୁଁ ରାମଙ୍କୁ ଆଉ ଖୋଜୁନି, ମୁଁ ରାବଣକୁ ଖୋଜୁଛି। ରାବଣ ଭଳି ଜଣେ ବ୍ୟକ୍ତି ଯଦି ଆଜି ସମାଜରେ ଜନ୍ମ ହୁଅନ୍ତେ, ଇଏ ସମାଜ ବି ଅନେକ ବଦଳି ଯାଆନ୍ତା। ସିଏ ଥିଲେ ଜଣେ ଉତ୍ତମ ପରିବେଶବିତ୍, ଉତ୍ତମ ମନ୍ତ୍ରବିତ୍ ବ୍ରାହ୍ମଣ ଏବଂ ଜଣେ ଯୋଦ୍ଧା। ସବୁ ପ୍ରକାର ଗୁଣ ତାଙ୍କ ପାଖରେ ଥିଲା। ସେ ସୀତାଙ୍କୁ ବଳାତ୍କାର କରିନାହାନ୍ତି, ସୀତାଙ୍କୁ ସୁରକ୍ଷା ଦେଇଛନ୍ତି। ସେ ଚୋର ପୋଷାକ ପିନ୍ଧିକିରି ସୀତାଙ୍କୁ ଚୋରି କରିନାହାନ୍ତି, ସେ ତାଙ୍କ ବାପାଙ୍କ ପୋଷାକ ପିନ୍ଧିଛନ୍ତି, ବିଶ୍ରବାଙ୍କର ପୋଷାକ, ଋଷିର ପୋଷାକ ପିନ୍ଧି ସେ ଯାଇଛନ୍ତି। ଚଲେଇ ଚଲେଇ ଟାଣି ଟାଣିକି ନେଉନାହାନ୍ତି। କିନ୍ତୁ ଆଜି କ'ଣ ହେଉଛି? ଆଜି ରାବଣ ଠାରୁ ଭୟଙ୍କର ଲୋକ ତମେ ଜନ୍ମ ହେଇଛ। ତମେ କ'ଣ ରାବଣକୁ ନିନ୍ଦା କରୁଛ? ସେ ସୀତାଙ୍କୁ ମାନେ ରଥ ଉପରେ ବସେଇକିରି, ଏ ରଥଟା ହଉ କି ଯୋଉଟା ହଉ, ଆଉ ନେଇଛନ୍ତି। ପୁଣି ରଖିଛନ୍ତି ଅଶୋକ କାନନରେ, ଗୋଟେ ଭଲ ଉଦ୍ୟାନରେ, ଯେଉଁଠି ରହିଲେ ଲୋକ ଭୁଲିଯିବ। ଲୋକଙ୍କୁ ବି ଜଗେଇଛି ସୀତାଙ୍କ ଉପରେ କେହି ଯେମିତି କିଛି କୁଦୃଷ୍ଟି ପକେଇବେନି। ଏମିତିଆ ଗୋଟିଏ ଲୋକ ଆଜି ସମାଜରେ ଦରକାର, ଏମିତିଆ ଗୋଟିଏ ଲୋକ ଶାସନ କରିବା ଦରକାର। ତେଣୁ ସମଗ୍ର ପୃଥିବୀ ଆଜି ଆପଣ ଦେଖନ୍ତୁ, କ'ଣ ସୈନ୍ୟ ଗୁଡ଼ାକ ଜନ୍ମ ହୋଇକରି ମରିବା ପାଇଁ? ଆଜି ରୁଷିଆ ୟୁକ୍ରେନ ଯୁଦ୍ଧରେ କେତେ ସୈନ୍ୟ ମଲେଣି? ସେ କ'ଣ ସବୁ ଜନ୍ମ ହେଇଥିଲେ, ତାଙ୍କ ବାପା ମା ତାଙ୍କୁ ଜନ୍ମ ଦେଇଥିଲେ? ତେବେ ସୈନ୍ୟ ବିଭାଗରେ ପଶିକିରି ମରିବ? ତମେ ବିଜ୍ଞାନର ଅଗ୍ରଗତି କରିଥିଲ କ'ଣ ଏଇଥିପାଇଁ? ପରମାଣୁ ବୋମାର କଥା ପ୍ରଥମେ କହିଥିଲେ କୋଣାର୍କ, ଆମ ଋଷି। ସେ ତାକୁ ଧ୍ୱଂସାସ୍ତ୍ର ସୃଷ୍ଟି କରି ମଣିଷ ଅପବ୍ୟବହାର କରିବ ବୋଲି ସେ ସୂତ୍ରଟା ସେ କାହାକୁ ଦେଇନଥିଲେ। ପରବର୍ତ୍ତୀ ସମୟରେ ତୁମେ ସୃଷ୍ଟି କଲ, କରିକିରି ଖାଲି ଧମକ କ'ଣ ନା ପରମାଣୁ। କିଏ କହୁଛି ମୁଁ ଫୋପାଡ଼ିବି, ସିଏ କହୁଛି ମୁଁ ଫୋପାଡ଼ିବି। କ'ଣ ବଲ ନା ବଲିବ? ତେଣୁ ମୁଁ ନିଜେ ନିଜକୁ ଭାବେ, ଆମେ ତ କିଛି ବର୍ଷ ଭୋଗ କଲେ, ପୁରା 50 ବର୍ଷ ତ ଅଧିକ ଭୋଗ କଲେଣି। କିନ୍ତୁ ଆମର ଯେଉଁ ପିଲାମାନେ ଜନ୍ମ ହେଉଛନ୍ତି, ଇଏ ପିଲାମାନଙ୍କର, ଏଇ ଛୁଆମାନଙ୍କର ଭବିଷ୍ୟତ କ'ଣ? ଏମାନେ କେଉଁଠି ଗୋଟେ ମୁକ୍ତ ପବନ ପାଇବେ, କେଉଁଠି ଗୋଟେ ମୁକ୍ତ ଖାଦ୍ୟ ଖାଇବେ? ଏଇଠି ଆପଣ ଦେଖନ୍ତୁ ଜଳଖିଆ ଦୋକାନ ସବୁ ହେଇଛି, କ'ଣ ଧୂଳି ଉଡ଼ୁଛି, ବେଳି ଉଡ଼ୁଛି, କ'ଣ? ତେବେ ମଣିଷର ଡାଇଜେଷ୍ଟ ପାୱାର, ଯେଉଁଟାକୁ ଗୀତା କହିଛନ୍ତି ଅହଂ ବୈଶ୍ୱାନରା ଭୂତ୍ୱା ପ୍ରାଣୀ ନାମ ଦେହମାସ, ଏଭଳି ଇଏ ଜଠରାଗ୍ନି ଭିତରେ ସେ ଏଭଳି ଶକ୍ତି ଦେଇଛନ୍ତି। ଏତେ ପ୍ରକାର ଖାଦ୍ୟ ମଧ୍ୟ ଖାଇକି ମଧ୍ୟ ମଣିଷ ବଞ୍ଚି ରହିଛି। ତେଣୁ ସଜ୍ଜନ, ଆଜି ହେଉଛି ସେଇ ପବିତ୍ର ସନ୍ଧ୍ୟା, ଆଉ ମାଙ୍କର ପରିବେଶରେ ଟିକେ ଏ କଥା ଟିକେ କହିବାର ସୁଯୋଗ ମିଳିଲା। ମୁଁ ତ ବହୁତ କ୍ଳାନ୍ତ, ବହୁତ ପାଟରୁ ଆସିଲେଣି। ପୁଣି ଆଶ୍ରମରେ ପହଞ୍ଚିବାକୁ ଆହୁରି 2-3 ଦିନ ସମୟ ଲାଗିବ। ତେବେ ଏଇ ଯିବା ବାଟରେ ଗୋଟେ ଖାଲି ଠକ ଠକ ହେଇକି ପଳେଇବା କାହିଁକି? ଆମ ପିଲା ଗୁଡ଼ାକ ଯେଉଁଠି ଅଛନ୍ତି ଟିକେ ଟିକେ ବସି ବସି କଥା ହେଇକା ଯିବା ଆଉ। ତେଣୁ କେବଳ ଆପଣମାନଙ୍କୁ ଟିକେ ଦେଖିବା ପାଇଁ ବା ଆପଣମାନଙ୍କ ସହିତ ଟିକେ ମିଶିବା ପାଇଁ ମୁଁ ପ୍ରବଚନ ଦେବାକୁ ଆସିନି, କି ସତ୍ସଙ୍ଗ କରିବାକୁ ଆସିନି, କି ଟଙ୍କା ପଇସା ଲୁଟ୍ କରିବାକୁ ବି ଆସିନି, କି କାହାକୁ ଖର୍ଚ୍ଚାନ୍ତ କରିବାକୁ ବି ଆସିନି। ମୁଁ ଆସିଛି ଆପଣମାନଙ୍କ ସହିତ ଟିକେ ମିଶିବି, ଆପଣମାନେ ମୋତେ ଦେଖି ଖୁସି ହେବେ, ମୁଁ ବି ଖୁସି ହେବି, ତାପରେ ମୁଁ ମୋର ଯିବି। ତେଣୁ ଇଏ ସମାଜରେ ଆଜି ଏଇ ଯେଉଁ ଆମେ ଯେଉଁଠି ଅଛେ, ଏଠିକାର ଯୁବକମାନେ କିଏ ଥିବେ,
କିଏ ଜଣେ ନେତୃତ୍ୱ ନେଇ ଏସବୁ କଥାକୁ ଟିକେ କେମିତି ଏତେ ଧୂଳି ଉଡ଼ୁଛି। ଏଇଠି ସେ ବାବୁ କହିଲେ ମୁଁ ଏଇଠି କାଶୁଛି ବା, ସେ ଏମିତି କାଶିଲେ, କହିଲେ ବାବା ଏମିତି କାଶ ହେଉଛି। ମୁଁ ସେ ଘରକୁ ଗଲାକୁ ମୋର ବି ସେମିତି କାଶ ହେଲା। ମୁଁ କହିଲି ଆରେ ମୋତେ ତ ଧଇଲାନି କ'ଣ ସେ କାଶ। ମୁଁ ଘରକୁ କହିବି ଶୀଘ୍ର ଗଲ ଗୋଟେ କଦଳୀ ଆଣିଲ। ମୁଁ ସେ କଦଳୀଟି ଯେମିତି ଖାଇଦେଲି ସେ କାଶଟି ଭଲ। ମୁଁ କହିଲି ଆଜି ସତ୍ସଙ୍ଗରେ ମୋ ତରଫରୁ ମୁଁ ଗୋଟେ ଗୋଟେ କଦଳୀ ସମସ୍ତଙ୍କୁ ଦେବି, ନିବେଦନ କରିବି ଇଏ ଏରିଆରେ ଆପଣ ଚିନିକୁ ପୁରା ବନ୍ଦ କରନ୍ତୁ, ଗୁଡ଼ ବ୍ୟବହାର କରନ୍ତୁ। ଇଏ ହେଲା 1। 2ରେ ପ୍ରତ୍ୟେକ ଦିନ ଗୋଟେ ଜଳଖିଆ ଇଏରେ କଦଳୀ ଫାଳେ ବରଂ ହଉ ଖାଆନ୍ତୁ, ପିଲାମାନଙ୍କୁ ବି ଖୁଆନ୍ତୁ, କିମ୍ବା କଦଳୀ ଗୁଡ଼ ଚକଟିକିରି। ଇଏ ଗୋଟିଏ, ଆଉ ଗୋଟା କ'ଣ କହେ ଭୁଲି ଯାଉଛି, ହଁ କଦଳୀ ଗୁଡ଼ ଚିନି, ହଁ ଏଇଟା ସଇଲା। ଆଉ ତାପରେ ଯେତେବେଳେ ଆପଣମାନେ ବାହାରକୁ ଯାଉଛନ୍ତି, ବୁଲାବୁଲି କରି ଆସୁଛନ୍ତି, ଆଡ଼ୁ ସାଡ଼ୁ ଚାହା ପିଇବେ। କ'ଣ ଚାହା ପିଇବେ? ଆମ ଗାଈ କ୍ଷୀରର ଚାହା ପିଇବେ, ବା ପ୍ଲାଷ୍ଟିକ ଚୋବଉଛି। ଗୋମାତା କୋଉଠି ପ୍ଲାଷ୍ଟିକ ଚୋବଉଥିଲେ? ଆଜି ବି ଆପଣ ପରୀକ୍ଷା କରି ଗୋଟେ ଗାଈର ପାଳନ୍ତୁ, ତାକୁ ଘାସ କୁଟା କୁଣ୍ଡା ତୋରାଣି ଦେଇକି ପେଜ ଦେଇକି ତାକୁ ପାଳନ୍ତୁ, ତା କ୍ଷୀରକୁ ପରୀକ୍ଷା କରନ୍ତୁ, ତା ଏମାନଙ୍କ କ୍ଷୀର ପରୀକ୍ଷା କରନ୍ତୁ। ଆଜି ଗୋମାତା ଆଖିରୁ ଲୁହ ବହୁଛି। ଏ ବାଟେ ଆମେ କେବଳ କହୁଛୁ ଗୋ ବ୍ରାହ୍ମଣବ୍ୟ ଶୁଭମସ୍ତୁ। ତେଣୁ ଏସବୁ ଜିନିଷ ପ୍ରତି ଟିକେ ସଚେତନ ହେବେ। ତେଣୁ ବାହାରୁ ବୁଲି ଆସିଲେ ଟିକେ ଚାହା, ନାଲି ଚାହା ଟିକେ ପିଇବେ। ଏତିକି କଥା ଆପଣମାନଙ୍କୁ କହିଲି, ଆମର ଏ ଏରିଆ ପାଇଁ କହିଲି। ଆଉ ଯୁଆଡ଼କୁ ମୁଁ ଯାଏ, ଯେଉଁ ଜାଗାରେ ଏମିତି କୋଇଲା ମାଇନ୍ସ ବା ଆମର କ'ଣ ସେଇଟା ଯୋଡ଼ା ବଡ଼ବିଲ, ଏଇଟା କ'ଣ ସେ ଧାନବାଦ, ହଁ ଆଇରନ୍, ଏଇସବୁ ଜାଗାରେ କଥା ଶେଷରେ ଆପଣମାନଙ୍କୁ ଶୁଭେଚ୍ଛା ଅର୍ପଣ କରୁଛି। ସେଇ ହେଙ୍ଗୁଳାଙ୍କୁ ପ୍ରାର୍ଥନା କରୁଛି, ତାଙ୍କର ଦୟା ଆମ ଭିତରେ ନହେଲେ ଆମେ କେବେ ବି ମଣିଷ ହେଇପାରିବୁ। ଆମକୁ କେଉଁ ଶାସନ ବି ମଣିଷ କରିପାରିବନି କି କେଉଁଠି କଥା। ତେଣୁ ସେଇ ମଙ୍ଗଳମୟୀ ମା ହେଙ୍ଗୁଳାଙ୍କୁ ପ୍ରାର୍ଥନା କରୁଛି। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ଶରଣାଗତ ଦୀନାର୍ଥ ମାଙ୍କ ଉଦ୍ଦେଶ୍ୟ ନାମ ଟିକେ କରିଦିଅ। सरस्वती महाकाली
ସେ ଫଳ ଟିକେ